ସୁଭଦ୍ରା ଯୋଜନାକୁ ନେଇ ଆସିଲା ନୂଆ ଅପଡେଟ୍। ଏହି ମହିଳାମାନଙ୍କୁ ମିଳିବନି ଅଗଷ୍ଟ 9ରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା। ତେବେ କୋଉ ମହିଳାମାନେ ଆସନ୍ତା ଅଗଷ୍ଟ 9 ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କାରୁ ବଞ୍ଚିତ ହେବେ ଆଉ କଣ ପାଇଁ ସେମାନେ ଏହି ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ତାହା ଆସନ୍ତୁ ଏହି ଭିଡିଓ ମାଧ୍ୟମରେ ଜାଣିବା। ମୁଁ ଆପଣମାନଙ୍କୁ ଏହି ଭିଡିଓରେ ସମ୍ପୂର୍ଣ୍ଣ ଡିଟେଲ୍ସରେ କହିବାକୁ ଯାଉଛି। ପ୍ରଭାତୀ ପରିଡ଼ା ଏହାକୁ ନେଇ କଣ କହିଛନ୍ତି ତାହା ମଧ୍ୟ ଆପଣମାନଙ୍କୁ ଏହି ଭିଡିଓରେ ଜଣାଇବି। ସେଥିପାଇଁ ଆପଣମାନଙ୍କୁ ଅନୁରୋଧ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଭିଡିଓ ଦେଖି ସାରିବା ପରେ ଭିଡିଓଟି ଇନଫର୍ମେଟିଭ ଲାଗିଲେ ଭିଡିଓକୁ ଗୋଟେ ଲାଇକ୍ କରିଦେବେ। ଆଉ ଚ୍ୟାନେଲରେ ନୂଆ ଥିଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ନୋଟିଫିକେସନ ଉପରେ ଅନ୍ କରି ରଖିଥାନ୍ତୁ। ଦେଖନ୍ତୁ ଏହି ମହିଳାମାନଙ୍କୁ ମିଳିବନି ସୁଭଦ୍ରା ଯୋଜନାର ଟଙ୍କା। ବଡ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ। ଏହି ବୟସର ମହିଳାଙ୍କୁ ଆଉ ମିଳିବନି ଟଙ୍କା। ଅଗଷ୍ଟ 9 ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି ଯେ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। 21 ବର୍ଷ ହୋଇଥିବା ଯୁବତୀ ଆଉ ମହିଳା କରିପାରିବେ ଆବେଦନ। ଏବେ ସୁଦ୍ଧା 2 ଲକ୍ଷ ଆବେଦନ ଖାରଜ ହୋଇଛି। ଦେଖନ୍ତୁ ଅଗଷ୍ଟ 9 ତାରିଖ ପରେ ଖୋଲିବ ସୁଭଦ୍ରା ଯୋଜନାର ପୋର୍ଟାଲ। ତେବେ ଯେଉଁମାନେ 21 ବର୍ଷ ହୋଇଥିବେ, ଯେଉଁ ଯୁବତୀ କିମ୍ବା ମହିଳା 21 ବର୍ଷର ହେବେ, ସେମାନେ ଏହି ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ। ଆଉ ଯେଉଁମାନେ ସୁଭଦ୍ରା ଯୋଜନାରେ ବାଦ୍ ପଡ଼ିଛନ୍ତି ସେମାନଙ୍କୁ ଅଗଷ୍ଟ 9 ପରେ ସର୍ଭେ ହେବ। ଯଦି ସେମାନଙ୍କ ଭିତରୁ କିଏ ଯୋଗ୍ୟ ହେବେ ସେମାନଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ଆଗକୁ ମିଳିଯିବ ବୋଲି ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଅଗଷ୍ଟ 9 ତାରିଖରେ ତୃତୀୟ କିସ୍ତି ପରେ ସୁଭଦ୍ରା ପୋର୍ଟାଲ ଖୋଲିବ ବୋଲି କହୁଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅନ୍ୟପଟେ 60 ବର୍ଷ ମହିଳାଙ୍କୁ ମିଳିବନି ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି ଯେ ସୁଭଦ୍ରାରୁ କୋଟି ଏସ୍ଏସ୍ପିଡିରେ ଭତ୍ତା ପାଇବେ ମହିଳା। 93,000 ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଅଗଷ୍ଟ 9ରେ ସୁଭଦ୍ରାର ତୃତୀୟ କିସ୍ତି ଦିଆଯିବ। ଦେଖନ୍ତୁ ସୁଭଦ୍ରା ଯୋଜନାରେ କୋଉମାନେ ଟଙ୍କା ପାଇବେନି। ଯୋଉ ମହିଳାମାନଙ୍କୁ 60 ବର୍ଷ ହେଇଯାଇଛି ସେମାନଙ୍କୁ ଆଉ ଏହି ସୁଭଦ୍ରା ଯୋଜନାରେ ଟଙ୍କା ମିଳିବନି। ସେମାନଙ୍କୁ ଡାଇରେକ୍ଟ ଏସ୍ଏସ୍ପିଡିରେ ଭତ୍ତା ମିଳିବ, ଏମିତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହୁଛନ୍ତି।